नमस्कार जय जगन्नाथ स्वागत जनाऊँगी आजिर एही जीके वीडियो को। आज आम आलोचना करवा जीकेर किछि महत्वपूर्ण प्रश्नोत्तर। आसंतु जाहेले जानिबा प्रथम प्रश्न। महू सहित कौन खाइले पेटर चर्बी खूब शीघ्र कमी जाए? ए मेथी, बी डालचीनी, सी जीरा, डी अदा। आपण मानंकु 5 सेकेंड समय दियाजिबो। ସେହି ସମୟ ଭିତରେ ଆପଣମାନେ ଯଦି ଉତ୍ତର ଜାଣିଛନ୍ତି ତାହେଲେ କମେଣ୍ଟରେ ଲେଖି ଜଣାଇବେ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଡାଲଚିନି। ପରବର୍ତ୍ତୀ ପ୍ରଶ୍ନ। କେଉଁ ଶାଗ ଖାଇବା ଦ୍ୱାରା ଭୋକ ସମସ୍ୟା ଦୂର ହୋଇଥାଏ? ଏ ପାଲଙ୍ଗ, ବି କଲରା, ସି ସଜନା, ଡି ମେଥି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ପାଳଙ୍ଗ ଶାଗ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଭୋକ ସମସ୍ୟା ଦୂର ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ। କେଉଁ ଫଳ ଖାଇଲେ ମୁହଁ ଗୋରା ହୋଇଥାଏ? ଏ ଅଙ୍ଗୁର, ବି ଷ୍ଟ୍ରବେରୀ, ସି କମଳା, ଡି ଏହି ତିନୋଟି ଯାକ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଏହି ତିନୋଟି ଯାକ ଅଙ୍ଗୁର, ଷ୍ଟ୍ରବେରୀ, କମଳା ଖାଇଲେ ମୁହଁ ଗୋରା ହୋଇଥାଏ। ଅଧିକ ସିଙ୍ଗଡ଼ା ଖାଇଲେ କେଉଁ ରୋଗ ହୋଇଥାଏ? ଏ ଡାଇବେଟିସ୍, ବି ଉଚ୍ଚ ରକ୍ତଚାପ, ସି ଥାଇରଏଡ଼୍, ଡି ଜଣ୍ଡିସ୍। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଉଚ୍ଚ ରକ୍ତଚାପ। ପରବର୍ତ୍ତୀ ପ୍ରଶ୍ନ। ସର୍ବପ୍ରଥମେ କେଉଁ ଦେଶ ଆୟୁର୍ବେଦର ଅନୁସନ୍ଧାନ କରିଥିଲା? ଏ ଭାରତ, ବି ଚୀନ, ସି ଆମେରିକା, ଡି ରୁଷିଆ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଭାରତ। ଭାରତ ସର୍ବପ୍ରଥମେ ଆୟୁର୍ବେଦର ଅନୁସନ୍ଧାନ କରିଥିଲା। ପରବର୍ତ୍ତୀ ପ୍ରଶ୍ନ। ନିୟମିତ ଭେଣ୍ଡି ପାଣି ପିଇଲେ କେଉଁ ରୋଗ ଭଲ ହୋଇଥାଏ? ଏ ଯକ୍ଷ୍ମା, ବି କ୍ୟାନ୍ସର, ସି କୋଲେଷ୍ଟ୍ରଲ୍, ଡି ଡାଇବେଟିସ୍। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଓ ଅପସନ୍ ଡି କୋଲେଷ୍ଟ୍ରଲ୍ ଓ ଡାଇବେଟିସ୍। ହଳଦୀ ସହିତ କ'ଣ ଖାଇଲେ କ୍ୟାଲସିୟମ୍ ସମସ୍ୟା ଦୂର ହୋଇଥାଏ? ଏ ଲବଙ୍ଗ, ବି ଗୁଡ଼, ସି କ୍ଷୀର, ଡି ଦହି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କ୍ଷୀର। କ୍ଷୀର ସହିତ ହଳଦୀ ଖାଇଲେ କ୍ୟାଲସିୟମ୍ ସମସ୍ୟା ଦୂର ହୋଇଥାଏ। ପ୍ରତିଦିନ କଞ୍ଚା ଲଙ୍କା ଖାଇବା ଦ୍ୱାରା କେଉଁ ମାରାତ୍ମକ ରୋଗ ଦୂର ହୋଇଥାଏ? ଏ କ୍ୟାନ୍ସର, ବି ସୁଗାର, ସି ଜଣ୍ଡିସ୍, ଡି ଥାଇରଏଡ଼୍। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ କ୍ୟାନ୍ସର। ପରବର୍ତ୍ତୀ ପ୍ରଶ୍ନ। କ'ଣ ଖାଇବା ଦ୍ୱାରା ବସ୍ରେ ଯାତ୍ରା କଲାବେଳେ ବାନ୍ତି ହୋଇନଥାଏ? ଏ ଆଖୁ ରସ, ବି ଅଦା ରସ, ସି ତୁଳସୀ ରସ, ଡି ମହୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଅଦା ରସ। ଅଦା ରସ ବସ୍ରେ ଯାତ୍ରା କଲାବେଳେ ଖାଇଲେ ବାନ୍ତି ହୋଇନଥାଏ। ରାତିରେ ଖାଦ୍ୟ ଖାଇ ସାରିବା ପରେ କ'ଣ ଖାଇଲେ ହଜମ ଶକ୍ତି ବଢ଼ିଥାଏ? ଏ ଡାଲଚିନି, ବି ଅଳେଇଚ, ସି ଗୋଲମରିଚ, ଡି ପାନମଧୁରୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପାନମଧୁରୀ। ପାନମଧୁରୀ ଖାଇଲେ ହଜମ ଶକ୍ତି ବଢ଼ିଥାଏ। ସବୁଦିନ ଆତ ଖାଇବା ଦ୍ୱାରା କେଉଁ ରୋଗ ମୂଳରୁ ଶେଷ ହୁଏ? ଏ କିଡ଼ନୀ ରୋଗ, ବି ଶ୍ୱାସ ରୋଗ, ସି ଲିଭର ରୋଗ, ଡି ଆଖି ରୋଗ।
ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଶ୍ୱାସ ରୋଗ। ସବୁଦିନ ଆତ ଖାଇବା ଦ୍ୱାରା ଶ୍ୱାସ ରୋଗ ମୂଳରୁ ଶେଷ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ପୁରୁଣା ନଦୀର ନାମ କ'ଣ? ଏ ଗଙ୍ଗା ନଦୀ, ବି କାବେରୀ ନଦୀ, ସି ସିନ୍ଧୁ ନଦୀ, ଡି ଯମୁନା ନଦୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ସିନ୍ଧୁ ନଦୀ। ଭାରତର ସବୁଠାରୁ ପୁରୁଣା ନଦୀର ନାମ ସିନ୍ଧୁ ନଦୀ। ପ୍ରତିଦିନ ସକାଳୁ କ'ଣ ଖାଇଲେ ଶରୀରରେ ଶକ୍ତି ବଢ଼ିଥାଏ? ଏ ବାଦାମ, ବି ଚିନି, ସି ଗଜାଗୁଡ଼, ଡି ଗୁଡ଼। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଓ ଡି ଗଜାଗୁଡ଼ ଓ ଗୁଡ଼। ସପ୍ତାହକୁ କେତେ ଥର ଡାଳିମ୍ବ ଜୁସ୍ ପିଇଲେ ରକ୍ତ ସଞ୍ଚାଳନ ଠିକ୍ ସେ ହୋଇଥାଏ? ଏ 2ରୁ 3 ଥର, ବି 3ରୁ 4 ଥର, ସି 4ରୁ 5 ଥର, ଡି 5ରୁ 6 ଥର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ 2ରୁ 3 ଥର। କେଉଁ ଫଳକୁ ପୋଡ଼ି ଖାଇଲେ ଥଣ୍ଡା ଓ କାଶ ରୋଗରୁ ଶୀଘ୍ର ଆରାମ ମିଳିଥାଏ? ଏ ଲେମ୍ବୁ, ବି କଦଳୀ, ସି ଆମ୍ବ, ଡି ପିଜୁଳି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପିଜୁଳି। ପିଜୁଳିକୁ ପୋଡ଼ି ଖାଇଲେ ଥଣ୍ଡା ଓ କାଶ ରୋଗରୁ ଶୀଘ୍ର ଆରାମ ମିଳିଥାଏ। ଭୃସଙ୍ଗ ପତ୍ର ଖାଇଲେ କେଉଁ ରୋଗ ଠିକ୍ ହୋଇଥାଏ? ଏ ଆଖି ସମସ୍ୟା, ବି କୋଲେଷ୍ଟ୍ରଲ୍, ସି କ୍ୟାନ୍ସର, ଡି ଲିଭର ସମସ୍ୟା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଆଖି ସମସ୍ୟା, ଅପସନ୍ ବି କୋଲେଷ୍ଟ୍ରଲ୍। ପରବର୍ତ୍ତୀ ପ୍ରଶ୍ନ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ କ'ଣ ଖାଇବା ଉଚିତ? ଏ ଅଳେଇଚ, ବି ଅଦା, ସି ପିଆଜ, ଡି ରସୁଣ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ପିଆଜ। ବିଶ୍ୱର କେଉଁ ଦେଶ ସର୍ବପ୍ରଥମେ ପୁସ୍ତକର ଆବିଷ୍କାର କରିଥିଲା? ଏ ଜାପାନ, ବି ଚୀନ, ସି ଜର୍ମାନୀ, ଡି ଭାରତ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଜର୍ମାନୀ। ଜର୍ମାନୀ ଦେଶ ସର୍ବପ୍ରଥମେ ପୁସ୍ତକର ଆବିଷ୍କାର କରିଥିଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ ପରିବା ଆଖି ପାଇଁ ସବୁଠାରୁ ଭଲ? ଏ ଟମାଟୋ, ବି କଲରା, ସି ଭେଣ୍ଡି, ଡି ଗାଜର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଗାଜର। ଗାଜର ଆଖି ପାଇଁ ବହୁତ ଭଲ। ଆଜିର ଶେଷ ପ୍ରଶ୍ନ, ସବୁଦିନ କେଉଁ ତେଲକୁ ଗରମ କରି ପାଦରେ ମାରିଲେ ଆଖିର ପାୱାର ବଢ଼ିଥାଏ? ଏ ସୋରିଷ ତେଲ, ବି ବାଦାମ ତେଲ, ସି ନଡ଼ିଆ ତେଲ, ଡି ଜଡ଼ା ତେଲ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ସୋରିଷ ତେଲ। ସବୁଦିନ ସୋରିଷ ତେଲକୁ ଗରମ କରି ପାଦରେ ମାରିଲେ ଆଖିର ପାୱାର ବଢ଼ିଥାଏ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।